ଯେତେବେଳେ ଚାହିଁବେ ସେ ନାରୀ ତୁମକୁ ଦବ। ମିଳନ ପାଇଁ ରାତି ଦିନ ଘରକୁ ଡାକିବ। କେବଳ କାଗଜରେ ତାର ନାମ ଲେଖି ଜାଳି ଦିଅନ୍ତୁ, ତାପରେ ଦେଖିବେ ଚମତ୍କାର। ହଁ ଫ୍ରେଣ୍ଡସ୍, ଯଦି ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇବାକୁ ଚାହୁଁଛନ୍ତି, ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇବାକୁ ଚାହୁଁଛନ୍ତି, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖିବେ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଝିଅ ପଟେଇବା ପାଇଁ ବଶୀକରଣ ବିଦ୍ୟା, ନାରୀ ମୋହିନୀ ବଶୀକରଣ ବିଦ୍ୟା, ଯାହାର ପ୍ରୟୋଗରେ ଆପଣ କେଉଁ ବି କୁଆଁରୀ ଝିଅ ବା ବିବାହିତା ନାରୀକୁ ଅତି ସହଜରେ ପଟେଇ ପାରିବେ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଯଦି କେଉଁ ଝିଅ ଆପଣଙ୍କୁ ଭାव ଦେଉନଥିଲା, ପଟୁ ନଥିଲା, ସେ ଝିଅ ପାଗଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଯେଉଁ ବିବାହିତା ନାରୀ ବା ପଡ଼ିଶା ଘର ଭାଉଜର ସୁନ୍ଦରତାକୁ ଦେଖି ଆପଣ ତାକୁ ଦିନରାତି ଭାବୁଛନ୍ତି, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ସେ ନାରୀ ବା ଭାଉଜ ନିଜେ ଆପଣଙ୍କୁ ଫୋନ୍ କରିବ, ହାତ ଧରିକି ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। କେବଳ କାଗଜରେ ତାର ନାମ ଲେଖି ଜାଳି ଦିଅନ୍ତୁ, ତାପରେ ଦେଖିବେ ଚମତ୍କାର। ତେବେ ଆପଣ ଭାବୁଛନ୍ତି କି କାଗଜରେ ନାମ ଲେଖି ଜାଳିଦେଲେ ଆପଣ କିପରି ବଶୀକରଣ କରିପାରିବେ? ଆଜ୍ଞା ହଁ, ଇଏ ସତ। ଆମର ତନ୍ତ୍ରଶାସ୍ତ୍ରରୁ ମୁଁ ଆଜି ଆପଣଙ୍କ ପାଇଁ ସବୁଠାରୁ ସହଜ ଘରୋଇ ବଶୀକରଣ ବିଦ୍ୟା, ନାରୀ ମୋହିନୀ ବଶୀକରଣ ବିଦ୍ୟା ନେଇ ଆସିଛି, ଯାହାର ପ୍ରୟୋଗରେ ହଜାର ହଜାର ଲୋକମାନେ ଲାଭବାନ ହେଇଛନ୍ତି। ଆଶା ଛାଡ଼ି ଦେଇଥିବା ଲୋକ ମଧ୍ୟ ନିଜ ପ୍ରେମକୁ ପାଇପାରିଛି। ବିନା କୌଣସି ପରିଶ୍ରମ କରି, ବିନା କୌଣସି ପଇସା ଖର୍ଚ୍ଚ କରି ଝିଅ ପଟେଇ ପାରିଛି। ତେଣୁ ଯଦି ଆପଣ ଯେତେ ଚେଷ୍ଟା କରି ମଧ୍ୟ ସେ ଝିଅକୁ ପଟେଇ ପାରୁନାହାନ୍ତି, ବିବାହିତା ନାରୀକୁ ପଟେଇ ପାରୁନାହାନ୍ତି, ତେବେ ଗୋଟିଏ ଥର ଏହି ବଶୀକରଣ କରିକି ଦେଖନ୍ତୁ, ତାପରେ ଦେଖିବେ ଚମତ୍କାର। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ତେବେ ଏହି ବଶୀକରଣ କରିବା ସବୁଠାରୁ ସହଜ। ଏହି ବଶୀକରଣ ବିଧି ଆପଣ କିପରି କରିବେ, କେମିତି କରିବେ, କାଗଜରେ ଆପଣ କିପରି ଝିଅର ନାମ ଲେଖି ଜାଳିବେ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଧ୍ୟାନ ସହିତ ଦେଖିବେ। ଅଧାରୁ ଛାଡ଼ିକି ଯିବେନି, ନହେଲେ ଆପଣ କିଛି ବି ବୁଝିପାରିବେନି। ପରେ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ମୁଁ ଆପଣଙ୍କୁ ସବୁ ଭିଡ଼ିଓରେ କହୁଛି, ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ କଷ୍ଟ ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି, ଯଦି ସେ ଅସୁବିଧାର ସମାଧାନ ନ ହେଲା, ତାହାର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ମନ୍ତ୍ର ତନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବାକୁ ପଡ଼ିବ। ମୁଁ ଆପଣଙ୍କୁ ଯେମିତି ଶିଖେଇବି, ଆପଣଙ୍କୁ ଠିକ୍ ସେହିପରି କରିବାକୁ ପଡ଼ିବ। ତେବେ ଯାଇ ଆପଣ 100ରୁ 100% ସଫଳ ହେବେ। ଯଦି ଗୋଟିଏ ଥର ଆପଣଙ୍କର ବଶୀକରଣ କାମ କରୁନି, ଦ୍ୱିତୀୟ ଥର ଚେଷ୍ଟା କରନ୍ତୁ, ନିହାତି ଭାବେ ସଫଳ ହେବେ। ତେବେ କାଗଜର ଏହି ବଶୀକରଣ ଚାଲନ୍ତୁ ଜାଣିବା। କିନ୍ତୁ ବିଧିଟି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ, ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତାର ଲାଭ ପାଇପାରିବେ। ତେବେ ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ଶନିବାର ଦିନ କରିବେ। ସନ୍ଧ୍ୟା 8ଟାରୁ ରାତି 11ଟା ମଧ୍ୟରେ ଆପଣ ଏହି ବଶୀକରଣ କରିପାରିବେ। ବଶୀକରଣ କରିବା ପୂର୍ବରୁ ଭଲ ଭାବରେ ହାତ ଗୋଡ଼ ଧୋଇକି ସଫା ବସ୍ତ୍ର ପିନ୍ଧିକି ଆପଣ ଏହି ବଶୀକରଣକୁ ଆରମ୍ଭ କରିବେ। ପ୍ରଥମେ ଆପଣ କ'ଣ କରିବେ, ଧ୍ୟାନ ସହିତ ଶୁଣନ୍ତୁ। ଖଣ୍ଡେ ସାଧା କାଗଜ ଆଣିବେ ଆଉ ଜାଳିବା ପାଇଁ ଡିଆସିଲି କିମ୍ବା ଲାଇଟର ନେଇ ଆସିବେ। ତାପରେ କୌଣସି ଏକ ଜାଗାରେ ଚୁପଚାପ ବସି ପଡ଼ିବେ, ଯେଉଁଠାରେ ଆପଣଙ୍କୁ କେହି ଦେଖିବେନି କିମ୍ବା ଡାକିବେନି। ତାପରେ କଳା କଲମର ସାହାଯ୍ୟରେ କିମ୍ବା କଳା ମାର୍କରର ସାହାଯ୍ୟରେ କାଗଜରେ ପ୍ରଥମେ ଆପଣ ସେଇ ଝିଅ ବା ମହିଳାର ନାମ ଲେଖିବେ, ଯାହାକୁ ଆପଣ ପଟେଇବାକୁ ଚାହୁଁଛନ୍ତି। ତା ତଳେ
ପ୍ଲସ୍ ଚିହ୍ନ କରିବେ ଆଉ ତା ତଳେ ଆପଣ ନିଜର ନାମ ଲେଖିବେ। ମୁଁ ଏଠି ଝିଅର ନାମ ଲେଖିଛି ମାମାଲି ଆଉ ପୁଅର ନାମ ଲେଖିଛି ରାକେଶ। ଆପଣ ଯେଉଁ ଝିଅକୁ ପଟେଇବାକୁ ଚାହୁଁଛନ୍ତି ତାର ନାମ ଲେଖିବେ, ତା ତଳେ ପ୍ଲସ୍ ଚିହ୍ନ କରିବେ, ତା ତଳେ ନିଜର ନାମ ଲେଖିବେ। ନାମ ଲେଖିସାରିବା ପରେ ଆପଣ କାଗଜକୁ ଏହିପରି ଦୁଇ ହାତରେ ଧରିବେ ଆଉ ଆଖି ବନ୍ଦ କରିକି ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ। ତାପରେ ଝିଅର ନାମ 7 ଥର କହିବେ ଆଉ ନିଜର ନାମ 7 ଥର କହିବେ। 7 ଥର ନାମ କହିସାରିବା ପରେ ଆପଣ କାଲି କାଲି ବସଭୋ, କାଲି କାଲି ବସଭୋ, କାଲି କାଲି ବସଭୋ ଏହିପରି 3 ଥର କହିବେ। 3 ଥର କହିସାରିବା ପରେ ଏ କାଗଜ ଆଉ ଡିଆସିଲିକୁ ନେଇକି ଘର ବାହାରକୁ ଯିବେ ଆଉ ସାଙ୍ଗେ ସାଙ୍ଗେ ସେ କାଗଜକୁ ଏହିପରି ଜାଳିଦେବେ। ଦେଖନ୍ତୁ ଯେମିତି ଏପଟେ କାଗଜ ଜଳିବ ସେପଟେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସେହି ସମୟଠାରୁ ସେ ଝିଅ ବା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।